Dear students, welcome to my Odia classes. ଆଜି ଆମେ ବୃତ୍ତର ସ୍ପର୍ଶକ ବିଷୟରେ ଆଲୋଚନା କରିବା। ଆଜିର କ୍ଲାସ୍ ହେଉଛି ବୃତ୍ତର ସ୍ପର୍ଶକ। ଏହି ବୃତ୍ତର ସ୍ପର୍ଶକରୁ କ'ଣ ଇମ୍ପୋର୍ଟାଣ୍ଟ MCQ ଆଉ ସବଜେକ୍ଟିଭ କ୍ୱେଶ୍ଚିନ୍ ରହିଛି, ଏକ୍ଜାମରେ କ'ଣ କ୍ୱେଶ୍ଚିନ୍ ଆସିବ ସେ ବିଷୟରେ ଆଜି ଡିସ୍କସନ୍ କରିବା। ମନ ଦେଇକି ଭିଡ଼ିଓଟିକୁ ଦେଖ ଆଉ ଶେଷ ପର୍ଯ୍ୟନ୍ତ ଦେଖ। ଏଥିରୁ କିଛି ଭଲ ଇନଫର୍ମେସନ୍ ତୁମେ ପାଇବ ଆଉ ତୁମର ଏକ୍ଜାମ ପାଇଁ ଭଲ ପ୍ରିପାରେସନ୍ କରାଇବ। ତ ଆଜି ଯେଉଁ କ୍ଲାସ୍ଟି ହେଉଛି ବୃତ୍ତର ସ୍ପର୍ଶକ ବିଷୟରେ ଆସ ଜାଣିବା। କ'ଣ ଇମ୍ପୋର୍ଟାଣ୍ଟ ତାଙ୍କୁ ଧ୍ୟାନ ଦେବ। ଦେଖ, ଏଇଠି ଦେଖ, ବୃତ୍ତର ସ୍ପର୍ଶକ ଯେଉଁ ବିଷୟଟି, ସ୍ପର୍ଶକ ପ୍ରଥମେ କାହାକୁ କୁହାଯାଏ ଆଉ ସ୍ପର୍ଶ ବିନ୍ଦୁ କ'ଣ, ସ୍ପର୍ଶ ବିନ୍ଦୁଗାମୀ ବ୍ୟାସାର୍ଦ୍ଧ କ'ଣ, ଟିକେ ମୁଁ କହିଦେଉଛି। ଏଠି ଦେଖ, ଏଇଟା ହେଉଛି ଯଦି ବୃତ୍ତ ହେଲା, ଗୋଟିଏ ବିନ୍ଦୁରେ ସ୍ପର୍ଶ କରିକି ଯାଉଥିବା ସରଳରେଖା ହେଉଛି ସ୍ପର୍ଶକ। କ'ଣ କହିଲି ଜାଣିପାରିଲ? ଏଇଟା ହେଉଛି ଗୋଟିଏ ବିନ୍ଦୁରେ ସ୍ପର୍ଶ କରିକି ଗଲା ବୃତ୍ତକୁ। ବୃତ୍ତର କେନ୍ଦ୍ରରୁ ଏଇ ଯେଉଁ ସ୍ପର୍ଶ ବିନ୍ଦୁକୁ ଯୋଗ କରୁଥିବା ରେଖାଖଣ୍ଡ OP, ଆକୁ କହନ୍ତି ସ୍ପର୍ଶ ବିନ୍ଦୁଗାମୀ ବ୍ୟାସାର୍ଦ୍ଧ। ସ୍ପର୍ଶ ବିନ୍ଦୁଗାମୀ ବ୍ୟାସାର୍ଦ୍ଧ, এই ଯେଉଁ ସ୍ପର୍ଶ ବିନ୍ଦୁଗାମୀ ବ୍ୟାସାର୍ଦ୍ଧ OP ଆମର ରହିଛି, ୟାକୁ କହନ୍ତି ସ୍ପର୍ଶ ବିନ୍ଦୁଗାମୀ ବ୍ୟାସାର୍ଦ୍ଧ। ଓକେ, ଚାଲ, ୟାର କ'ଣ ସବୁ ଇମ୍ପୋର୍ଟାଣ୍ଟ ରହିଛି। ଏଠି ସଂଜ୍ଞାଟାକୁ ଟିକେ ମନେ ରଖିଦେବ, ଏକ୍ଜାମ୍ ତା ପଡ଼ିବନି କିନ୍ତୁ ଜାଣିଲେ ଭଲ। ଗୋଟେ ସମତଳ ଅବସ୍ଥିତ ଏକ ବୃତ୍ତ ସରଳରେଖାର ଗୋଟିଏ ମାତ୍ର ସାଧାରଣ ବିନ୍ଦୁ ଥିଲେ ଉକ୍ତ ବୃତ୍ତକୁ ସରଳରେଖାକୁ ବୃତ୍ତର ଏକ ସ୍ପର୍ଶକ କୁହାଯାଏ। ସାଧାରଣ ବିନ୍ଦୁକୁ ସମ୍ପୃକ୍ତ ସ୍ପର୍ଶକର ସ୍ପର୍ଶ ବିନ୍ଦୁ କୁହାଯାଏ। ଛାଡ଼ିଦିଅ। ବ୍ୟାସାର୍ଦ୍ଧ କାହାକୁ କୁହାଯାଏ ଟିକେ ଧ୍ୟାନ ଦେବ। ଏଇଟା ସ୍ପର୍ଶ ବିନ୍ଦୁ ପଢ଼ିଦେବ ଏଇଟା ଥରେ, ଆଉ ଏଇଟା ଟିକେ ବହିସ୍ଥ ବିନ୍ଦୁ ବିଷୟରେ ଟିକେ ପଢ଼ିବ। ଉପାଦେୟ ବାରଟାକୁ ପଢ଼ିକି ଯିବ, ପ୍ରାକ୍ଟିସ୍ କରିବ। ଏଇଟା ହେଉଛି ଇମ୍ପୋର୍ଟାଣ୍ଟ ସବଜେକ୍ଟିଭ। 12, 13, 14, 15 ୟାକୁ ଧ୍ୟାନ ଦେବ। ପ୍ରମେୟଟାକୁ ମନେ ରଖିବ। ଏହାର ପ୍ରମାଣ ମନେ ରଖିବା ଦରକାର ନାହିଁ, ଏହାର ପ୍ରମାଣ ଜାଣିବା ଦରକାର ନାହିଁ। ଅନୁସିଦ୍ଧାନ୍ତ 1, 2 ଟିକେ ଆଖି ପକେଇବ, ପଢ଼ିବ। ଅନ୍ତଃକେନ୍ଦ୍ର କ'ଣ, ଏଇଗୁଡ଼ାକ ଚାଲ। ଉପାଦେୟ 13, ପ୍ରମେୟ 3.2, ତାପରେ ଉପାଦେୟ 14, ଏଇଟା ମନେ ରଖିବ। PA × PB = PC × PD। ସାଧାରଣ ଜ୍ୟା, ସାଧାରଣ ସ୍ପର୍ଶକ, ତିର୍ଯ୍ୟକ ସାଧାରଣ ସ୍ପର୍ଶକ, ଦୁଇଟି ତିର୍ଯ୍ୟକ ସାଧାରଣ ସ୍ପର୍ଶକ ମନେ ରଖିବ।
ଉପାଦାନ 15, ଅନୁଶୀଳନୀର 1 ନମ୍ବରଟା ସବୁ ଇମ୍ପୋର୍ଟାଣ୍ଟ, ଏଇଟା ପଢ଼ିଯିବ। ଏଇଟା ଇମ୍ପୋର୍ଟାଣ୍ଟ MCQ। ख ବିଭାଗ 4 ନମ୍ବର, 5 ନମ୍ବର, 6 ନମ୍ବର, ଇମ୍ପୋର୍ଟାଣ୍ଟ MCQ 7 ନମ୍ବର, ଏଇଟା ସବୁ MCQ। ଏଇଟା MCQ। ଗ ବିଭାଗ ଏଇଟା ଇମ୍ପୋର୍ଟାଣ୍ଟ ପଡ଼ିବ ସବଜେକ୍ଟିଭ। ଏଇଟା 19 ନମ୍ବର, 24 ନମ୍ବର, 25 ନମ୍ବର, 26 ନମ୍ବର, ଏଇଟା MCQ। एकतीस नंबर, 32 नंबर, ଏତିକି ଇମ୍ପୋର୍ଟାଣ୍ଟ। ଓକେ, ବୁଝିପାରିଲ? ଏଇ ଭିତରୁ ପଢ଼ିକି ଯିବ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଏଗୁଡ଼ା ହେଉଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ବହିରେ ମୁଁ ଦେଖେଇଦେଲି, ମାରିନେବ, ତାକୁ ପ୍ରାକ୍ଟିସ୍ କରିବ, ଏଇ ଭିତରୁ ହିଁ ଆସିବ। ଓକେ, ଜାଣିପାରିଲ? ହଉ, ଆଜି ପାଇଁ କ୍ଲାସ୍ ଏତିକି, ରହୁଛି, ଧନ୍ୟବାଦ।